ଜୟ ଜଗନ୍ନାଥ ସାଙ୍ଗମାନେ। ଆକ୍ଚୁଆଲି ଆଜି କେଉଁ ବେଳରେ ମୁଁ ବାହାରିନା ଆସିଥିଲି ଅନୁଗୁଳ, ଭାଇ ଭଗବାନଙ୍କୁ ଜଣା ଭାଇ ଯେଉଁ ଟାଙ୍କିରେ ଦେଖିବ ରସ୍, ଗୋଟେ ଟାଙ୍କିରେ ତେଲ ଜମା ନାହିଁ। ମାନେ ଆମେ ଟାଙ୍କିରେ ଅଧଘଣ୍ଟେ କାଳ ଠିଆ ହେଲୁ, ଦେନା ମୁଁ ତାର ଓହ୍ଲେଇକି ଯାନା ପଚାରିଲି, କହିଲି କେତେ ସମୟ କ'ଣ ଲାଗିବ? ସେ କହିଲେ ନାହିଁ ଆହୁରି 2ଟା ବେଲେ ଖୋଲା ହେବ ତ ଟାଇମ୍ ଲାଗିବ। ତାର ମୁଁ ଲାଷ୍ଟ ମୋତେ ଶୋଷ କଲା, ମୁଁ ପାଣି ପିଇନା ଆଇଲି ବି ହେଲେ ମାନେ ଲୋକ ଖାଲି ବଢ଼ି ଚାଲିଛି। ତା ଲାଷ୍ଟ କହିଲି ଚାଲ କେଫେ ପଟିକି ଯିବା। ଆମେ ଖରା ଦିନଟାରେ ଭାଇ ଚାହା ଟିକେ ବେଲେ ଯେଉଁ ପିଇଲେ ମଜା, ସେ ତାଙ୍କୁ ପଚାରିଲି, ସେ କହିଲେ ନାହିଁ ମୁଁ କିଛି ପିଇବିନି ଖାଇବିନି କିଛି ନାହିଁ। କହିଲେ କୋଲ୍ଡ କଫି ପିଇଦିଅ, ନାହିଁ ଚାଲ। ତାପରେ କିଣିବାର ଥିଲା, ମୁଁ କହିଲି ଚାଲ କିଣାକୁଣି ଛାଡ଼ିଦେବା। ତାପରେ ଯାଇନା ପୁଣି ଲାଇନ୍ ଲଗାଇନା ତେଲ ଦିନ ପକାଇବା କଥା ପକାଇବା। ତାପରେ କିଣାକୁଣି ସାରିନା ପୁଣି ଆମେ ଲାଇନ୍ରେ ଲାଗିଗଲୁ। ମାନେ ହେଇ ଟାଙ୍କିରେ ଲୁଡ଼ ହେଉଥିଲା, ଦେଖିଲୁ ଯେ ମାନେ ତେଲ ଦେବା ଷ୍ଟାର୍ଟ କଲେ ନା, ପୁଣି ପଛଆଡ଼େ ଲମ୍ବେଇନା ପୁଣି ଅଧଘଣ୍ଟେ ଅପେକ୍ଷା କଲାକୁ ପୁଣି ମାନେ ମୁଁ ତେଲ ପକାଇଲି। ମାନେ କୁହନି ଭାଇ ଏତେ ଭାଇ ଟେନସନ୍ ବିରକ୍ତ ଲାଗିଲା ଗରମରେ। ଲାଷ୍ଟ ତେଲ ପକେଇନା ପୁରା ଗାଡ଼ି ଗଲି ଫୁଲ୍ କରିଦିଏ, ଫୁଲ୍ କରିନା ପୁରା ବାହାରିଲି। ମାନେ ଦେଖନ୍ତୁ କୁମଣ୍ଡ ତେଲ ଟାଙ୍କି ଏଇଟା ଯେଉଁ ସାକସିଙ୍ଗାରେ ଆସିଲା ବେଳକୁ ଛକରେ ଏ ତେଲ ଟାଙ୍କିରେ ଗଲାବେଳକୁ ରସ୍ ଥିଲେ, ଆଇଲା ବେଳକୁ ତେଲ ନାହିଁ ଖାଲି। ତା ଘରକୁ ଚିକେନ୍ ଧରିନା ଆସିଥିଲି କୁମଣ୍ଡୁ, ଚିକେନ୍ ଟିକେ କହିଲି ଚିକେନ୍ ଟିକେ ଚାଲ କରିବା। ମମି ବି ଚିକେନ୍ ଆଣିଥିଲା ଆରି କିନ୍ତୁ କରି ଆଣିଥିଲା। ଚିକେନ୍ ଟିକେ କରିକିନା ଭାଇ ରେଡ଼ି କରିନା ଖାଇନା ଶୋଇପଡ଼ିଲି।